प्रियात्मन सप्रेम जय जीव आदि मुनीश्वर जोगेश्वर परम पूज्य सत्य सम्राट सद्गुरुदेव शिवमुनिंकर वचनामृत रामायणर मर्म सबु प्राणी मध्यरे रहिथिबारु तुम्भे सर्वगत आउ सर्वगत होइथिबारु जेते प्राणी अछंती सबु तुम्भे आउ हृदय ही तुम्भर घर एहा मध्यरे रही तुम्भे आंभ मानंको पालन कर ଏହା କେବେ କୌଣସି ପ୍ରକାରେ ମତବାଦୀ ଈଶ୍ୱର ପାଇଁ ନୁହେଁ। ଦେଖ, ଈଶ୍ୱର ତ ମତବାଦୀ ଲୋକଙ୍କ କଥା ଅନୁସାରେ ସର୍ବବ୍ୟାପକ ହେବା ଯୋଗୁଁ ମୃତକ ଶରୀରେ ମଧ୍ୟ ରହିଛି। ମାତ୍ର ସେ ରହିବା ସତ୍ତ୍ୱେ ଯେତେବେଳେ ଏ ଜୀବ ବାହାରିଯାଏ ତେବେ ଏ ଶରୀର ପଚିସଢ଼ି ନଷ୍ଟ ହୋଇଯାଏ। ତେଣୁ ଏହା ସିଦ୍ଧ ଅଟେ ଯେ ଈଶ୍ୱର ଏ ଶରୀରରେ ରହିଥିଲେ ମଧ୍ୟ ଯଦି ଜୀବ ନ ରହେ ତେବେ ଏ ଶରୀର ପାଳନ ହୋଇପାରେ ନାହିଁ। ତେଣୁ ଆମ୍ଭର ପାଳନକର୍ତ୍ତା ଆମର ଜୀବ ହିଁ ଅଟେ, ଯେ ଆମର ଶରୀର ଭିତରେ ରହି ଆମର ଶରୀରର ପ୍ରତିପାଳନ କରୁଛି। ନିଜର ପାଳନକର୍ତ୍ତା, ନିଜର ପ୍ରଭୁ, ନିଜର ମୁକ୍ତିଦାତା, ନିଜର ଉନ୍ନତିକର୍ତ୍ତା, ନିଜକୁ ଆୟୁ, ଆରୋଗ୍ୟ, ଜ୍ଞାନ ଆଉ ଧନ ଦେଉଥିବା ଲୋକ ନିଜ ଭିତରେ ନିଜ ପାଖରେ ହିଁ ଅଛି। ସେ ଅନ୍ୟ କେହି ନୁହେଁ, ଆପଣ ନିଜେ। ଏହାକୁ ନ ଜାଣିବା ଦ୍ୱାରା ମନୁଷ୍ୟ ରୋଗୀ, ଅଳ୍ପାୟୁ, ଦୀନ ଆଉ ହୀନ ହୋଇ ରହିଛି। ଏହାକୁ ରାମାୟଣରେ ନିମ୍ନଲିଖିତ ପ୍ରକାରରେ କୁହାଯାଇଛି। ଅସ ପ୍ରଭୁ ହୃଦୟ ଅଛତ ବିକାରୀ ସକଲ ଜୀବ ଜଗ ଦୀନ ଦୁଃଖାରୀ। ବାଲକାଣ୍ଡ ଦୋହା 22:7। ଏହାର ଅର୍ଥ ଅତି ସୂକ୍ଷ୍ମ। ହୃଦୟରେ ଏହିପରି ପ୍ରଭୁ ରହୁଥିଲେ ମଧ୍ୟ ଅନଭିଜ୍ଞତା ଯୋଗୁଁ ଲୋକେ ଏହାକୁ ନ ଜାଣି ଦୀନ ଆଉ ଦୁଃଖୀ ହେଉଛନ୍ତି। ରାମ ବ୍ରହ୍ମ ଚିନ୍ମୟ ଅବିନାଶୀ ସର୍ବରହିତ ସବ ଉରପୁରବାସୀ। ବାଲକାଣ୍ଡ ଦୋହା 19:6। ଏହି ଆତ୍ମା ରାମ ହିଁ ବ୍ରହ୍ମ, ଚେତନ ଓ ଅବିନାଶୀ, ସର୍ବରହିତ ଅଟେ, ସବୁରୁ ଅଲଗା ଅଟେ। କୌଣସି ମସଜିଦ, ମନ୍ଦିର ବା ତୀର୍ଥରେ ନାହିଁ, ମାତ୍ର ସମସ୍ତଙ୍କ ହୃଦୟ ରୂପକ ପୁରରେ ବାସ କରିବା ବା ରହିବା ଲୋକ। ଯଦି ରାମାୟଣରେ ଏ ଚଉପାଇ ଗୁଡ଼ିକର ତାତ୍ପର୍ଯ୍ୟ ମତବାଦୀ ରାମ ବିଷୟରେ ହୋଇଥାନ୍ତା, ତେବେ ତାହାକୁ କେବେ ସବୁଠାରୁ ଅଲଗା ଓ ଉରପୁରବାସୀ କହି ନଥାନ୍ତେ। ମତବାଦୀ ରାମ ତ ମତବାଦୀ ଲୋକଙ୍କ କଥା ଅନୁସାରେ ସର୍ବବ୍ୟାପକ ବା ଅଯୋଧ୍ୟାବାସୀ ଅଟନ୍ତି, ମାତ୍ର ଏ ରାମ ତ ସର୍ବରହିତ ଆଉ କୁଆଡ଼େ ନଥିବାରୁ କେବଳ ଉରପୁରବାସୀ ଅଟନ୍ତି, କେବଳ ଦେହରେ ରହିବା ଲୋକ ଅଟନ୍ତି। ସ୍ୱୟଂ ରାମ ଶବରୀକୁ କହିଥିଲେ, ମମ ଦର୍ଶନ ଫଲ ପରମ ଅନୁପା ଜୀବ ପାବ ନିଜ ସହଜ ସ୍ୱରୂପା। ମୋର ଦର୍ଶନର ଫଳ ଅନୁପମ, କାରଣ ଯେତେବେଳେ କେହି ମୋତେ ଦେଖିପାରେ ବା ଜାଣିପାରେ, ସେତେବେଳେ ସେ ନିଜର ସହଜ ସ୍ୱାଭାବିକ ରୂପକୁ ପାଏ, ନିଜକୁ ହିଁ ପାଏ। ଏହା ଅନୁପମ ଏଥିପାଇଁ ଯେ କୌଣସି ଅନ୍ୟର ସମ୍ବନ୍ଧରେ ଏପରି ହୋଇନଥାଏ। ଆପଣ ଘୋଡ଼ା ଖୋଜିବା ପାଇଁ ଗଲେ, ଘୋଡ଼ା ମିଳିଗଲେ ଆପଣ ମୁଁ ଘୋଡ଼ା ବୋଲି ନିଜକୁ କହନ୍ତି ନାହିଁ। କୌଣସି ରାଜାକୁ ଖୋଜିବା ପାଇଁ ଆପଣ ଗଲେ, ଯଦି ରାଜା ମିଳିଗଲେ ଆପଣ ନିଜକୁ ମୁଁ ରାଜା ବୋଲି ଜାଣନ୍ତି ନାହିଁ। ଏହିପରି ଯେତେବେଳେ ହେବ, ଯେତେବେଳେ ପ୍ରକୃତରେ ଆପଣ ରାଜା ହିଁ ଥିବେ ଆଉ ଅଜ୍ଞାନ ତଥା ମସ୍ତିଷ୍କର ଭ୍ରମରୁ ନିଜକୁ ଅନ୍ୟ ବୋଲି ଭାବି ତାହାକୁ ଖୋଜିବା ପାଇଁ ଲାଗିଥିବେ, ଯେତେବେଳେ କୌଣସି ଜ୍ଞାନୀ ବୁଝାଇ ଦେଲା ଯେ ଦେଖ, ଏହିସବୁ ଲକ୍ଷଣ ତୁମ୍ଭର ରୂପରେ ହିଁ ଘଟୁଛି ଆଉ ସେ ତୁମ୍ଭେ ଅଟ, ସୋ ତେଇ ତାହି ତୋହି ନହିଁ ଭେଦା ବାରି ବିଚି ଇବ ଗାବ ହିଁ ବେଦା। ଉତ୍ତରକାଣ୍ଡ ଦୋହା 110:6। ସୋ ସେ ଅର୍ଥାତ୍ ଈଶ୍ୱର, ତେଇ ତୁ ତାହି ତାହାର, ଆଉ ତୋହି ତୁମ୍ଭ ମଧ୍ୟରେ କୌଣସି ଭେଦ ନାହିଁ। ବାରି ପାଣି ଆଉ ବିଚି ଲହରୀ ପରି, ଯେପରିକି ବେଦଯାକ କହୁଛନ୍ତି। ଭେଦ ଜ୍ଞାନରୁ ଅର୍ଥାତ୍ ସେହି ଜ୍ଞାନରୁ ଯେଉଁଥିରୁ ମୁଁ ଅନ୍ୟ
ଆଉ ମୋର ତଥା ରାମ ମଧ୍ୟରେ ପ୍ରଭେଦ ରହିଛି, ଏହିପରି ଭେଦ ଜ୍ଞାନରୁ ମୁକ୍ତି ମିଳିପାରେ ନାହିଁ। ରାମାୟଣରେ କୁହାଯାଇଛି ଯେ ଶୁନୁ ଶଠ ଭେଦ ହୋଇ ମନ ତାକେ, ଶ୍ରୀ ରଘୁବୀର ହୃଦୟ ନହିଁ ଯାକେ। ଲଙ୍କାକାଣ୍ଡ ଦୋହା 20:10। ହେ ଶଠ ଶୁଣ, ଯେ ନିଜ ହୃଦୟରେ ହିଁ ରାମକୁ ଜାଣେ ନାହିଁ ବା ଯାହାର ହୃଦୟରେ ରାମ ନାହିଁ, ତାହାର ମନରେ ଭେଦ ହୋଇଥାଏ କି ମୁଁ ଅନ୍ୟ ଆଉ ରାମ କେହି ଜଣେ ଅନ୍ୟ ଅଟେ। ଯେ ନିଜ ଭିତରେ ହିଁ ନିଜକୁ ହିଁ ରାମ ମାନେ, ସେ କିପରି କହିବ ଯେ ମୁଁ ଅନ୍ୟ ଆଉ ରାମ ଅନ୍ୟ? ବାସ୍ତବିକ ସାଧକର ଶେଷରେ ଏହି ଜ୍ଞାନ ହେଲେ ଯାଇ ମୁକ୍ତି ମିଳେ। ଦେଖ ସୋରଠା, ଏହି ବିଧି ଲେଶେଇ ଦୀପ ତେଜ ରାଶି ବିଜ୍ଞାନମୟ। ଜାତ ହିଁ ଯାସୁ ସମୀପ, ଜର ହିଁ ମଦାଦିକ ସଲଭ ସବ। 127। ଜୟ ଜୀବ।